ମଦନ ଯାତ୍ରା ଦେଖି ଯାଇଛି। ମଦନ ଯାତ୍ରା ଦେଖି ଯାଇଛି ଉକ୍ତ ବାକ୍ୟରେ ରେଖାଙ୍କିତ ଅସମାପିକା କ୍ରିୟାଟି କେଉଁ ଅର୍ଥରେ ବ୍ୟବହାର ହୋଇଛି? ଏଟା କ'ଣ ହେଇଛି ନା ଆର ଉତ୍ତର ହେଇଯିବ ଖ ଅପସନ୍ ଠିକ୍, ନିମିତ୍ତ ଅର୍ଥରେ। ପିଲାଟି ଖେଳିଥାଉ, ପିଲାଟି ଖେଳିଥାଉ ରେଖାଙ୍କିତ ପଦଟି ଏଇଠି ଆମର ଇଏ ହେଇଯିବ, ଏଇଠି ଫୁଲ୍ ଷ୍ଟପ୍, ବାକ୍ୟଟି ଶେଷ ହେଇଛି ପିଲାଟି ଖେଳିଥାଉ। ତେଣୁ ଏଟା କ'ଣ ହେଇଯିବ ନା ରେଖାଙ୍କିତ ପଦଟି କେଉଁ କ୍ରିୟା ସୂଚାଅ, ଏଟା କେଉଁ କ୍ରିୟା? ଖେଳିଥାଉଟା କେଉଁ ପ୍ରକାର କ୍ରିୟା ହେଇଯିବ ନା ଏଠି ହେଇଯିବ ଯୌଗିକ କ୍ରିୟା। ସାଙ୍ଗମାନେ ଧନୀ ବ୍ୟକ୍ତିଟି ନିଜ ଜମି ଚାଷୀ ଦ୍ୱାରା ଚଷାଇଲା, ଚାଷୀ ଦ୍ୱାରା ଚଷାଇଲା, এই ଯେଉଁ ଚଷାଇଲା ଶବ୍ଦଟି ରେଖାଙ୍କିତ ପଦଟି କେଉଁ କ୍ରିୟା ସୂଚାଅ? ଏଟା କେଉଁ ପ୍ରକାର କ୍ରିୟା ହେଇଯିବ ନା ଏଇଟା ହେଇଯିବ ପ୍ରେରଣାର୍ଥକ, ନିଜେ ନ କରି ଆଉ ଜଣକ ଦ୍ୱାରା କରାଇବା। ମନେ ପଡୁଛି ସାଙ୍ଗମାନେ? ପିଲାଟି ଭୀତ ହେଲା, ପିଲାଟି ଭୀତ ହେଲା ରେଖାଙ୍କିତ କେଉଁ ଶ୍ରେଣୀର ସୂଚାଅ? ରେଖାଙ୍କିତ କ୍ରିୟାଟି କେଉଁ ଶ୍ରେଣୀର ସୂଚାଅ? ଭୀତ ହେଲା, ଭୀତ ହେଲା ମୋର ହେଇଯିବ କ'ଣ ନା ମିଶ୍ର କ୍ରିୟା। ତାପରେ ହେଉଛି ସେ ଆସିଥିଲେ ଭଲ ହୋଇଥାନ୍ତା ରେଖାଙ୍କିତ ପଦଟି କେଉଁ କ୍ରିୟା? ଏଟା କେଉଁ ପ୍ରକାର କ୍ରିୟା ହେବ? ଭଲ ହୋଇଥାନ୍ତା, ସେ ଆସିଥିଲେ ଭଲ ହେଇଥାନ୍ତା, ଏଇଟା ହେଇଯିବ ଅସମାପିକା କ୍ରିୟା। ତ ଏଇଟା ତାପରେ ଗୋଟେ ପ୍ରଶ୍ନ ହେଉଛି ଶୁଣନ୍ତେ, ଶୁଣନ୍ତେ କେଉଁ ପ୍ରକାରର କ୍ରିୟା? ଶୁଣନ୍ତେ ହେଉଛି କେଉଁ ପ୍ରକାରର କ୍ରିୟା ନା ଏକକ କ୍ରିୟା। ଶୁଣନ୍ତେ ହେଉଛି ମୋର କ'ଣ ନା ଏକକ କ୍ରିୟା। ଶୋଷେଇବା, ଶୋଷେଇବା କେଉଁ ପ୍ରକାର କ୍ରିୟା ନା ଶୋଷେଇବା ହେଉଛି ମୋର ନାମ ଧାତୁ, ଶୋଷେଇବା ହେଉଛି ମୋର କ'ଣ ନା ନାମ ଧାତୁ। ପୋଲିସ ଚୋରକୁ ଗୋଡ଼ାଇଲେ, ପୋଲିସ ଚୋରକୁ ଗୋଡ଼ାଇଲେ ଏଇଟା ମୋର କ'ଣ ହେଇଯିବ ନା ଏଇଟା ହେଇଯିବ ମୋର ନାମ ଧାତୁ, ଏଇଟା ହେଇଯିବ ମୋର କ'ଣ। ତାପରେ ଗୋଟେ ପ୍ରଶ୍ନ ହେଉଛି ବାପା ମୋତେ ଅଙ୍କ ବୁଝାଇଲେ, ଏଇଟା ମୋର କ'ଣ ହେଇଯିବ ନା ଏଇଟା ହେଇଯିବ ମୋର ପ୍ରେରଣାର୍ଥକ। କାହିଁକି ନା ଅନ୍ୟଙ୍କ ଦ୍ୱାରା ଏ କାମଟା ହେଲା ବାପାଙ୍କ। ତାପରେ ହେଉଛି ଗାୟତ୍ରୀ ଆମକୁ ଗୀତ ଶୁଣାଇଲା, ଗାୟତ୍ରୀ ଆମକୁ ଗୀତ ଶୁଣାଇଲାର କ୍ରିୟାର ରୂପ ନିର୍ଣ୍ଣୟ କର। ତେଣୁ ଯେଉଁ ଶୁଣାଇଲାଟା ମୋର କେଉଁ ପ୍ରକାରର କ୍ରିୟା ହେଇଯିବ ନା ଶୁଣାଇଲା ମୋର ହେଇଯିବ ଦ୍ୱିକର୍ମକ କର୍ମ। ଏଠି ଗୋଟେ ହେଉଛି ଆମକୁ, ଗୋଟେ ହେଉଛି ଗୀତ, ଦୁଇଟା କର୍ମ, ସେଇଥିପାଇଁ ଏଟା ଦ୍ୱିକର୍ମକ ଗ ଅପସନ୍ ଠିକ୍। ବୁଝି